मॉर्निंग एवरीवन, वेलकम टू डेली लर्निंग। आज आम भिडियो रे जीके रे केतरा एमसीक्यू डिस्कशन करिया जाउछंती, जोटा कि यार क्लास नंबर 2 एटा। या पूर्व जीके रो पार्ट 1 टा कर साची। जो देखि नाथि जाई प्लेलिस्ट चेक करी देखि नेबे। ता सहित जति सब अपकमिंग एग्जाम जे आईसीडीएस जूनियर असिस्टेंट आरआई ओबिन ओ डबलएससी सीजीएल ए सब एग्जाम पय जति प्रिपेयर होचंती ताले वीडियो रे बहुत हेल्पफुल होबो। या सहित एई वीडियो रे मैं बहुत इंपोर्टेंट क्वेश्चन देछि जोटा कि एई परीक्षा उपयोगी अटे। तो चलନ୍ତୁ ଆମେ ଦେଖିବା ଫାର୍ଷ୍ଟ କ୍ୱେଶ୍ଚନ ଟା କଣ ରହୁଛି। ଇଣ୍ଡିଆଜ ଫାର୍ଷ୍ଟ ସାଟେଲାଇଟ ଆର୍ଯ୍ୟଭଟ୍ଟ ୱାଜ ଲଞ୍ଚଡ ଇନ୍ ହ୍ୱିଚ୍ ଇୟର। ତାହେଲେ ଇଣ୍ଡିଆର ପ୍ରଥମ ସାଟେଲାଇଟ କୋଉଟା ରହୁଛି ନା ଆର୍ଯ୍ୟଭଟ୍ଟ ରହୁଛି। ସେ ପଚାରୁଛି କି ଏଟା କୋଉ ଇୟର ରେ ଲଞ୍ଚ ହେଇଥିଲା। ଅପସନ 1 ରେ ଅଛି 1969, ଅପସନ ବି ରେ ଅଛି 1972, ଅପସନ ସି ରେ ଅଛି 1975, ଅପସନ ଡି ରେ ଅଛି 1980। ଠିକ ଉତ୍ତର କୋଉଟା ହବ ନା 1975 ରେ କଣ ଅଛି ନା ଆମ ଭାରତର ପ୍ରଥମ ସାଟେଲାଇଟ ଯୋଉଟା ତା ନାଁ କଣ ରହୁଛି ନା ଆର୍ଯ୍ୟଭଟ୍ଟ, ସେଇଟା ହିଁ ଲଞ୍ଚ ହେଇଛି କେବେ 1975 ରେ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଯଦି ଆମେ ନେମ୍ ଦେଖିବା କଣ ରହୁଛି ନା ଆର୍ଯ୍ୟଭଟ୍ଟ ରହୁଛି ତା ନେମ୍ ଟା। ଲଞ୍ଚ ହେଇଥିଲା କେବେ ନା 19 ଏପ୍ରିଲ 1975 ରେ ଏଟା ଲଞ୍ଚ ହେଇଛି। ଆଉ ଡିଜାଇନ ଆଉ କାହା ଦ୍ଵାରା ଏଟା ତିଆରି ହେଇଛି ନା ଇସ୍ରୋ ଦ୍ଵାରା ତିଆରି ହେଇଛି। ଆଉ ଆଉ ଯଦି ଦେଖିବା ଏଟା କାହା ଦ୍ଵାରା ଲଞ୍ଚ ହେଇଛି ନା ସୋଭିଏତ ୟୁନିୟନ ବା ୟୁଏସଏସଆର ଦ୍ଵାରା, ଯୋଉ ସୋଭିଏତ ରକେଟ ଦ୍ଵାରା ଏଟା କଣ ହେଇଛି ନା ଲଞ୍ଚ କରାଯାଇଛି। ଆଉ ଯଦି ଇସ୍ରୋ ଆମେ ଦେଖିବା, ଇସ୍ରୋର ଫୁଲ ଫର୍ମ ରହୁଛି କଣ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ରହୁଛି ଇସ୍ରୋର ଫୁଲ ଫର୍ମ। ଆଉ ଇସ୍ରୋର ହେଡକ୍ୱାର୍ଟର ରହୁଛି ବାଙ୍ଗାଲୋର, ଯୋଉଟା କର୍ଣ୍ଣାଟକର ବାଙ୍ଗାଲୋରରେ ରହୁଛି ଇସ୍ରୋର ହେଡକ୍ୱାର୍ଟର। ଆଉ କେବେ ଫର୍ମେସନ ହେଇଥିଲା କୋଉଟା ନା ଇସ୍ରୋ ନା 15 ଅଗଷ୍ଟ 1969। ଏଠି ଆମେ ବହୁତ କଥା ଜାଣିଗଲେ କି ଇସ୍ରୋର ଫୁଲ ଫର୍ମ କଣ, ତାର ହେଡକ୍ୱାର୍ଟର କୋଉଠି ରହୁଛି, କେବେ ଫର୍ମେସନ ହେଇଥିଲା, ଆଉ କଣ ନା ପ୍ରଥମ ସାଟେଲାଇଟ କୋଉଟା ରହିଲା ନା ଆର୍ଯ୍ୟଭଟ୍ଟ, ଆଉ କେବେ ଏଟା ଲଞ୍ଚ ହେଇଥିଲା ନା 19 ଏପ୍ରିଲ 1975 ରେ। नेक्स्ट क्वेश्चन देखिबा, व्हाट वाज द कोड नेम ऑफ द इंडियाज फर्स्ट न्यूक्लियर टेस्ट। जो इंडिया रो प्रथम न्यूक्लियर टेस्ट हेतिला तार कोड नेम टा कोन बोली एठी पचारुची। ऑप्शन ए रे अछि शक्ति, ऑप्शन बी रे अछि त्रिदेव, ऑप्शन सी रे अछि स्माइलिंग बुधा, ऑप्शन डी रे अछि ऑपरेशन विजय। ठीक उत्तर कोन हबो। जो हमर प्रथम जो न्यूक्लियर टेस्ट हेतिला कोठी ना राजस्थान रो पोखरण टारे, आ तार कोन दिया हेतिला ना ता जो कोड नेम कोन थिला ना स्माइलिंग बुधा। कोन थिला तार कोड नेम स्माइलिंग बुधा थिला, जोटा कि हमर फास्ट न्यूक्लियर टेस्ट थिला। नेक्स्ट क्वेश्चन रे देखिबा, कोड नेम कोन रहउची ना कोड नेम रहउची स्माइलिंग बुधा। केबे कंडक्ट करा जायतिला ना 18 मे 1975 रे एटा जो कंडक्ट करा जायतिला। लोकेशन कोड रहउची ना राजस्थान लो पोखरण ठारे एटा कंडक्ट करा जायतिला। आ कोड नेम कोन थिला स्माइलिंग बुधा, केबे 18 मे 1974 रे। नेक्स्ट क्वेश्चन जो देखिबा कोन रहउची, इंडिया सेकंड न्यूक्लियर टेस्ट वाज हेल्ड इन। तले प्रथमटा गला कि ना स्माइलिंग बुधा जोडी पोखरण ठारे हेतिला, आ केबे ना 1974 रे हेतिला। ଆଉ ସେକେଣ୍ଡ ଟା କେବେ କୋଉଠି ହେଇଥିଲା ନା ସେଇ ପୋଖରୀରେ ହିଁ ହେଇଥିଲା। ରାଜସ୍ଥାନର ସେଇ ପୋଖରୀରେ ହିଁ ସେକେଣ୍ଡ ଟେଷ୍ଟ ଟା ହେଇଥିଲା। ଆଉ ଯଦି ୟାର କୋଡ ନେମ୍ ଦେଖିବା କଣ ନା ୟା କୋଡ ନେମ୍ ହଉଛି ଶକ୍ତି। ଦେଖିବା କଣ କହିଛି ନା କେବେ ହେଇଥିଲା ଏଟା ପୋଖର ହେଲ୍ଡ ଇନ୍ ରାଜସ୍ଥାନ। ପୋଖରଲା ରାଜସ୍ଥାନରେ ହେଇଥିଲା। କୋଉ ଇୟର ନା 1998 ରେ ଏଟା ହେଇଥିଲା। ଆଉ ଯଦି ଟେଷ୍ଟ ର ନାଁ ରହୁଛି କଣ ନା ପୋଖରଣ 2, ଆଉ ତାର ଯୋଉ କୋଡ ନେମ୍ ରହୁଛି କଣ ଅପରେସନ ଶକ୍ତି। ଆଉ ଫାଷ୍ଟ ପୋଖରଣ ଟେଷ୍ଟ ର ନାଁ ଥିଲା କଣ ଅପରେସନ ସ୍ମାଇଲିଂ ବୁଧା, ଏଟା ରହୁଛି ଅପରେସନ ଶକ୍ତି। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା, ହୁ ୱାଜ ଦ ଫାଷ୍ଟ ଫିମେଲ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ। ସେ ପଚାରୁଛି କି ଇଣ୍ଡିଆର ପ୍ରଥମ ଫିମେଲ ପ୍ରେସିଡେଣ୍ଟ ବା ମହିଳା ରାଷ୍ଟ୍ରପତି କିଏ ବୋଲି ଏଠି ପଚାରୁଛି। ଅପସନ 1 ରେ ଅଛି ଇନ୍ଦିରା ଗାନ୍ଧୀ, ଅପସନ ବି ରେ ଅଛି ସରୋଜିନୀ ନାଇଡୁ, ସି ରେ ଅଛି ପ୍ରତିଭା ପାଟିଲ, ଡି ରେ ଅଛି ଦ୍ରୌପଦୀ ମୁର୍ମୁ। ଏଟା ଠିକ ଉତ୍ତର କୋଉଟା ହବ ନା ଏ ପ୍ରତିଭା ପାଟିଲ ହଉଛନ୍ତି କଣ ନା ଆମର ପ୍ରଥମ ପ୍ରେସିଡେଣ୍ଟ ହଉଛନ୍ତି କିଏ ନା ପ୍ରତିଭା ପାଟିଲ ହଉଛନ୍ତି ଆମର ପ୍ରଥମ ଫିମେଲ ପ୍ରେସିଡେଣ୍ଟ ହଉଛନ୍ତି ପ୍ରତିଭା ପାଟିଲ। ଆଉ ଇନ୍ଦିରା ଗାନ୍ଧୀ କିଏ ରହୁଛନ୍ତି ନା ପ୍ରଥମ ପ୍ରାଇମ ମିନିଷ୍ଟର ଫିମେଲ ପ୍ରାଇମ ମିନିଷ୍ଟର ହଉଛନ୍ତି ଇନ୍ଦିରା ଗାନ୍ଧୀ। ସରୋଜିନୀ ନାଇଡୁ ରହୁଛନ୍ତି ଫାଷ୍ଟ ଗଭର୍ଣ୍ଣର ଫିମେଲ ଗଭର୍ଣ୍ଣର ଅଫ ଇଣ୍ଡିଆ ରହୁଛନ୍ତି ସରୋଜିନୀ ନାଇଡୁ। ଆଉ ଆଇଏନସି ର ପ୍ରଥମ ଭାରତୀୟ ମହିଳା ପ୍ରେସିଡେଣ୍ଟ ବି ଥିଲେ। ଆଉ ଦ୍ରୌପଦୀ ମୁର୍ମୁ ହଉଛନ୍ତି କଣ ନା ଫାଷ୍ଟ ଟ୍ରାଇବାଲ ଫିମେଲ ପ୍ରେସିଡେଣ୍ଟ ହଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଉ ସେକେଣ୍ଡରେ ଯଦି ଦେଖିବା କଣ ରହୁଛି ନା ସେକେଣ୍ଡ ଫିମେଲ ପ୍ରେସିଡେଣ୍ଟ ହଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଉ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଆମେ କଣ ନା ଇଏ ହଉଛନ୍ତି ସବୁଠୁ ୟଙ୍ଗେଷ୍ଟ ବା ବୟକନିଷ୍ଠ ଯୋଉ କୁହନ୍ତି ସବୁଠୁ ୟଙ୍ଗେଷ୍ଟ ପ୍ରେସିଡେଣ୍ଟ ବି ହଉଛନ୍ତି। ତାହେଲେ ଏଠି ପଚାରୁଛି ଫାଷ୍ଟ ଫିମେଲ ପ୍ରେସିଡେଣ୍ଟ କିଏ ନା ପ୍ରତିଭା ପାଟିଲ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା କଣ ହୁଇଚ ରିଭର ଇଜ ନୋନ୍ ଆଜ ଦ ସ୍ୱର ଅଫ ବିହାର। ଯେମିତି ଓଡିଶାର ସ୍ୱର ବୋଲି ସ୍ୱର ଅଫ ଓଡିଶା କାହାକୁ କୁହାଯାଏ ମହାନଦୀକୁ। ଆଉ ସ୍ୱର ଅଫ ବେଙ୍ଗଲ କାହାକୁ
କୁହାଯାଏ? ଦାମୋଦରକୁ ସେମିତି ସ୍ୱର ଅଫ୍ ବିହାର ବୋଲି କାହାକୁ କୁହାଯାଏ? ଅପସନ ଏ ରେ ଅଛି ଗଙ୍ଗା, ଅପସନ ବି ରେ ଗଣ୍ଡକ, ସି ରେ କୋସି, ନା ଡି ରେ ସନ୍। କାହାକୁ କୁହାଯାଏ? ନା ଏଇ କୋସି ରିଭରକୁ ହିଁ କଣ କୁହାଯାଏ? ନା ସ୍ୱର ଅଫ୍ ବିହାର, ବିହାର ଦୁଃଖ ବୋଲି କାହାକୁ କୁହାଯାଏ? ଏଇ କୋସି ରିଭରକୁ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା, ହ୍ୱାଟ ୱାଜ ଦ ଫୁଲ ଫର୍ମ ଅଫ ଡିଆରଡିଓ? ଡିଆରଡିଓ ର ଫୁଲ ଫର୍ମ କଣ ଏଠି ବୋଲି ପଚାରୁଛି। ଡିଆରଡିଓ ର ଫୁଲ ଫର୍ମ କଣ ରହିବ? ନା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ। କଣ ରହିବ? ନା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ। ତାପରେ ଡିଆରଡିଓ ବିଷୟରେ କିଛି ଯଦି ଦେଖିବା କଣ ରହୁଛି, ଡିଆରଡିଓ ର ଆମେ ଜାଣିଗଲେ ତା ଫୁଲ ଫର୍ମ ଡିଫେନ୍ସ ରିସର୍ଚ୍ଚ ଅର୍ଗାନାଇଜେସନ ଡେଭଲପମେଣ୍ଟ ଅର୍ଗାନାଇଜେସନ। ଆଉ ହଉଛି ହେଡକ୍ୱାର୍ଟର କୋଉଠି ରହୁଛି? ତାର ନ୍ୟୁ ଦିଲ୍ଲୀରେ ରହୁଛି। କେବେ ଫର୍ମେସନ ହେଇଥିଲା? ନା 1 ଜାନୁଆରୀ 1958 ରେ ଏଟା ଫର୍ମେସନ ହେଇଥିଲା। ଫୁଲ ଫର୍ମ ରହୁଛି କଣ? ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ରହୁଛି ଡିଆରଡି ର ଫୁଲ ଫର୍ମ। କାହା ଅଣ୍ଡର ଏଟା ହେଇଥିଲା? ନା ମିନିଷ୍ଟ୍ରି ଅଫ ଡିଫେନ୍ସ, ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ। ଏହା ତାହେଲେ ବୁଝି ହେଲା ଡିଆରଡିଓ ବିଷୟରେ କେବେ ଏଷ୍ଟାବ୍ଲିଶ ହେଇଥିଲା। ଏଷ୍ଟାବ୍ଲିଶ ହେଇଥିଲା କେତେ? 1 ଜାନୁଆରୀ 1958 ରେ। ହେଡକ୍ୱାର୍ଟର ରହୁଛି ନ୍ୟୁ ଦିଲ୍ଲୀରେ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା କଣ କହିଛି, ହୁଇଚ ଇଜ ଦ ଓନ୍ଲି ମ୍ୟାରିନ ସେଞ୍ଚୁରୀ ଅଫ ଓଡିଶା? ଓଡିଶାର ଗୋଟେ ଯୋଉ ମେରିନ ସେଞ୍ଚୁରୀ ଅଛି ତାର ନାଁଟା କଣ? ତା ନାଁଟା କଣ? ଅପସନ ଏ ରେ ଅଛି ଭିତରକନିକା, ଅପସନ ବି ରେ ଅଛି ଚିଲିକା, ଅପସନ ସି ରେ ଅଛି ଗହିରମଥା, ଅପସନ ଡି ରେ ଅଛି ସାତକୋଶିଆ। ଏଠିକ ଉତ୍ତର କୋଉଟା ହବ? ନା ଏଇ ଯୋଉ ଗହିରମଥା ମ୍ୟାରିନ ସେଞ୍ଚୁରୀ ହଉଛି କଣ? ନା ଏକମାତ୍ର ମ୍ୟାରିନ ସେଞ୍ଚୁରୀ ଅଫ ଓଡିଶା। କୋଉଟା? ନା ଗହିରମଥାର ମ୍ୟାରିନ ସେଞ୍ଚୁରୀ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା, ନେମ୍ ୟାର କଣ ରହୁଛି? ନା ଗହିରମଥା ମ୍ୟାରିନ ସେଞ୍ଚୁରୀ ରହୁଛି। ଲୋକେସନ କୋଡ ରହୁଛି? ନା କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ, ଓଡିଶାର କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟରେ ରହୁଛି। ଆଉ ଫେମସ କଣ ପାଇଁ? ଏଇ ଯୋଉ ଗହିରମଥାଟା କଣ ପାଇଁ? ନା ଅଲିଭ ରିଡଲ ସି ଟର୍ଟଲ ପାଇଁ ଏଟା ଫେମସ। ଆଉ କେବେ ହେଇଥିଲା ଯଦି ମେରିନ ସେଞ୍ଚୁରୀ ଭାବେ ଏଟା କେବେ ହେଇଥିଲା? ନା 1997 ରେ। 1997 ମସିହାରେ ଏଟା ମେରିନ ସେଞ୍ଚୁରୀ ଭାବେ ଡିକ୍ଲାର ହେଇଥିଲା। ଏଟା କୋଉ ଡିଷ୍ଟ୍ରିକ୍ଟରେ ଅଛି? ନା ଓଡିଶାର କେନ୍ଦ୍ରାପଡାରେ ଅଛି। ଆଉ ନାଁଟା କଣ ରହୁଛି? ଗହିରମଥା ମେରିନ ସେଞ୍ଚୁରୀ। ଆଉ ଫେମସ କଣ ପାଇଁ? ଅଲିଭ ରିଡଲ ସି ଟର୍ଟଲ ପାଇଁ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଇଣ୍ଡିଆ ଲଙ୍ଗିଚୁଡିନାଲ ଏକ୍ସଟେଣ୍ଡ ଫ୍ରମ, ଏଇ ଯୋଉ ଇଣ୍ଡିଆର ଲଙ୍ଗିଚୁଡିନାଲ ଏକ୍ସଟେଣ୍ଡ ଟା କେତେ ବୋଲି ପଚାରୁଛି। କେତେ? ଏଟା ଏଠିକ ଉତ୍ତର କୋଉଟା ହବ? ନା 68 ଡିଗ୍ରୀ। କୋଉଟା ହବ? 68 7 ମିନିଟ। ସେଠି କଣ ପଚାରିଛି? ନା ଇଣ୍ଡିଆର ଲଙ୍ଗିଚୁଡିନାଲ ଏକ୍ସଟେଣ୍ଡ କେତେ ରହୁଛି? ନା 68 ଡିଗ୍ରୀ 7 ମିନିଟ ଇଷ୍ଟ ରୁ 97 ଡିଗ୍ରୀ 25 ମିନିଟ ଇଷ୍ଟ ରହୁଛି କଣ? ଇଣ୍ଡିଆର ଲଙ୍ଗିଚୁଡିନାଲ ଏକ୍ସଟେଣ୍ଡ। ସେମିତି ଯଦି ପଚାରିବ ଲାଟିଚୁଡିନାଲ ଏକ୍ସଟେଣ୍ଡ ରହୁଛି ଇଣ୍ଡିଆର କେତେ? ନା ଇଣ୍ଡିଆର ଲାଟିଚୁଡିନାଲ ଏକ୍ସଟେଣ୍ଡ ରହୁଛି 8 ଡିଗ୍ରୀ 4 ମିନିଟ ନର୍ଥ ରୁ 37 ଡିଗ୍ରୀ 6 ମିନିଟ ନର୍ଥ ହଉଛି କଣ? ନା ଲାଟିଚୁଡିନାଲ ଏକ୍ସଟେଣ୍ଡ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା କଣ କହୁଛି, ଇଣ୍ଡିଆ ଷ୍ଟାଣ୍ଡାର୍ଡ ଟାଇମ IST ଇଜ ବେସ୍ଡ ଅନ ହ୍ୱିଚ ଲଙ୍ଗିଚୁଡ? ତାହେଲେ ଆମର ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ବା IST ର ଟାଇମ କେତେ? ନା ଏଇଟା ଆମେ ଜାଣିଛନ୍ତି କଣ? ନା 82 ଡିଗ୍ରୀ 30 ମିନିଟ ଇଷ୍ଟ ହଉଛି କଣ? ଇଣ୍ଡିଆର ଷ୍ଟାଣ୍ଡାର୍ଡ ଟାଇମ କେତେ ରହୁଛି? 82 ଡିଗ୍ରୀ 30 ମିନିଟ ଇଷ୍ଟ। IST କଣ ରହୁଛି? ନା ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ରହୁଛି। ଯଦି ତାର ଲଙ୍ଗିଚୁଡ କେତେ ଦେଖିବା, 82 ଡିଗ୍ରୀ 30 ମିନିଟ ଇଷ୍ଟ ରହୁଛି ୟାର ଲଙ୍ଗିଚୁଡ। କୋଉଠି ଯାଇଛି ପ୍ଲେସ ଯଦି ଆମେ ଦେଖିବା, କୋଉଠି? ନା ନିୟର ମିର୍ଜାପୁର, ଉତ୍ତରପ୍ରଦେଶର ମିର୍ଜାପୁର ଦେଇକି ଏଇଟା ଯାଇଛି। ଆଉ ପର୍ପୋଜ କଣ ରହୁଛି? ନା ପ୍ରୋଭାଇଡେଡ ୟୁନିଫର୍ମ ଟାଇମ ଏକ୍ରସ ଇଣ୍ଡିଆ। ନେକ୍ସଟ କ୍ୱେଶ୍ଚନ କଣ କହିଛି? ରୋକର ଫେଡରର ଦ ଲେଜେଣ୍ଡାରୀ ଟେନିସ୍ ପ୍ଲେୟର ବିଲଙ୍ଗସ୍ ଟୁ ହ୍ୱିଚ୍ କଣ୍ଟ୍ରି? ଏଇ ଯୋଉ ରୋଜର ଫେଡରର ରହୁଛନ୍ତି, ଯିଏ କି ଗୋଟେ ଲେଜେଣ୍ଡାରୀ ଟେନିସ୍ ପ୍ଲେୟର ରହୁଛନ୍ତି, ସେ କୋଉ କଣ୍ଟ୍ରିରୁ ବିଲଙ୍ଗସ୍ କରୁଛି ବୋଲି ଏଠି ପଚାରୁଛି। ଅପସନ ଏ ରେ ଅଛି ଅଷ୍ଟ୍ରିଆ, ବି ରେ ଅଛି ଜର୍ମାନୀ, ସି ରେ ଅଛି କଣ? ଫ୍ରାନ୍ସ, ଆଉ ଡି ରେ ଅଛି ସୁଇଜରଲ୍ୟାଣ୍ଡ। ଠିକ ଉତ୍ତର କୋଉଟା ହବ? ନା ଯୋଉ ରୋଜର ଫେଡରର କୋଉଠୁ? ନା ସୁଇଜରଲ୍ୟାଣ୍ଡରୁ ହିଁ ସେ କଣ କରୁଛନ୍ତି? ନା ବିଲଙ୍ଗସ୍ କରୁଛନ୍ତି। କୋଉଠୁ ବିଲଙ୍ଗସ୍ କରୁଛନ୍ତି? ସୁଇଜରଲ୍ୟାଣ୍ଡ। ଗୋଟେ ସୁଇଚ ଖେଳାଳି ଥିଲେ କିଏ? ଏ ରୋଜର ଫେଡରର। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା, ହୁ ଆସାସିନେଟେଡ ମହାତ୍ମା ଗାନ୍ଧୀ? ତାହେଲେ ମହାତ୍ମା ଗାନ୍ଧୀକୁ କିଏ ହତ୍ୟା କରିଥିଲେ ବୋଲି ଏଠି ପଚାରୁଛି। ଅପସନ ଏ ରେ ଅଛି ଭଗତ ସିଂ, ବି ରେ ଅଛି ସୁଭାଷ ଚନ୍ଦ୍ର ବୋଷ, ସି ରେ ଅଛି ନାଥୁରାମ ଗଡସେ, ଆଉ ଡି ରେ ଅଛି କଣ? ବିଡି ସାବରକର। କିଏ? ନା ମହାତ୍ମା ଗାନ୍ଧୀକୁ କିଏ ହତ୍ୟା କରିଥିଲେ? ନା ନାଥୁରାମ ଗଡସେ ହିଁ କଣ କରିଥିଲେ? ନା ମହାତ୍ମା ଗାନ୍ଧୀକୁ ହତ୍ୟା କରିଥିଲେ। କିଏ ହତ୍ୟା କରିଥିଲେ? ନାଥୁରାମ ଗଡସେ। ଯଦି ଆମେ ଟିକେ ତାଙ୍କ ଭିତରେ ଦେଖିବା, ଆସାସିନେଟେଡ ବାଇ କିଏ ତାକୁ ହତ୍ୟା କରିଥିଲେ? ନା ନାଥୁରାମ ଗଡସେ ମହାତ୍ମା ଗାନ୍ଧୀକୁ ହତ୍ୟା କରିଥିଲେ। କେବେ କରିଥିଲେ? ନା 30 ଜାନୁଆରୀ 1948 ରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା। ଆଉ ମହାତ୍ମା ଗାନ୍ଧୀଙ୍କର ପାଟିରୁ ଶେଷ ୱାର୍ଡ କଣ ବାହାରିଥିଲା? ନା ହେ ରାମ, ହେ ରାମ ବାହାରିଥିଲା କଣ? ନା ତାଙ୍କ ପାଟିରୁ ଶେଷ ୱାର୍ଡ ଟା। ତାହେଲେ କାହା ଦ୍ଵାରା ଏଟା ତାଙ୍କର ହତ୍ୟା ହେଇଥିଲା? ନାଥୁରାମ ଗଡସେଙ୍କ ଦ୍ଵାରା।
Next question ଯଦି ଦେଖିବା the first Kalinga prize for the popularization of science was awarded by ତାହେଲେ ଏଇ ଯୋଉ ପ୍ରଥମ ଫାଷ୍ଟ କଳିଙ୍ଗ ପ୍ରାଇଜ ଯୋଉ ରହୁଛି କଳିଙ୍ଗ ପ୍ରାଇଜ ଟା କଣ ପାଇଁ ଦିଆଯାଏ ନା ଯେତେବେଳେ ସାଇନ୍ସ କ୍ଷେତ୍ରରେ ଯେତେବେଳେ ଭଲ ପରିଦର୍ଶନ କରିଥାନ୍ତି ତାଙ୍କୁ କଳିଙ୍ଗ ପ୍ରାଇଜ ଦିଆଯାଇଥାଏ। ସେ ହଉଛି ପ୍ରଥମ କଳିଙ୍ଗ ପ୍ରାଇଜ ଟା କାହା ଦ୍ଵାରା ଆୱାର୍ଡ କରାଯାଇଥିଲା ବୋଲି ପଚାରୁଛୁ। ଅପସନ ଏ ରେ ଅଛି ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀ, ବି ରେ ଅଛି ୟୁନେସ୍କୋ, ସି ରେ ଅଛି CSIR ନା ଡି ରେ ଅଛି ଇସ୍ରୋ। କାହା ଦ୍ଵାରା ନା ଏଇଟା ୟୁନେସ୍କୋ ଦ୍ଵାରା ହିଁ ଏଟା କଣ ହେଇଥିଲା ଆୱାର୍ଡ କରାଯାଇଥିଲା। କୋଉଟା ଯୋଉ ଫାଷ୍ଟ କଳିଙ୍ଗ ପ୍ରାଇଜ ଟା କାହା ଦ୍ଵାରା କରାଯାଇଥିଲା ୟୁନେସ୍କୋ ଦ୍ଵାରା। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ନା ଯଦି ଆମେ ଦେଖିବା ଆୱାର୍ଡର ନାଁ କଣ ରହୁଛି ନା କଳିଙ୍ଗ ପ୍ରାଇଜ ରହୁଛି। ପର୍ପୋଜ କଣ ପାଇଁ ରହୁଛି ଏଟା ଦବାର ନା ଫର ପପୁଲାରାଇଜେସନ ଅଫ ସାଇନ୍ସ। ତାହେଲେ ଯୋଉ ସାଇନ୍ସ ରେ ଭଲ ଦେଖେଇଲେ କଣ ହବ ତାକୁ ନେଇକି ଏଇ ଆୱାର୍ଡ ଦିଆଯାଏ। ଫାଷ୍ଟ ଆୱାର୍ଡ କାହାକୁ କରାଯାଇଥିଲା ନା ଲୁଇସ୍ ଡି ବ୍ରୁଗଲିକୁ ଫାଷ୍ଟ ଆୱାର୍ଡ କରାଯାଇଥିଲା। କେବେ କରାଯାଇଥିଲା ନା 1952 ମସିହାରେ ହିଁ ପ୍ରଥମେ ଏଟା ଦିଆଯାଇଥିଲା। କାହା ଦ୍ଵାରା ଦିଆଯାଇଥିଲା ନା ୟୁନେସ୍କୋ ଯାର ଫୁଲ ଫର୍ମ ରହୁଛି କଣ ୟୁନାଇଟେଡ ନେସନ ଏଜୁକେଶନାଲ ସାଇଣ୍ଟିଫିକ ଏଣ୍ଡ କଲଚରାଲ ଅର୍ଗାନାଇଜେସନ। ତ ଆଜି ଏଇ ଭିଡିଓରେ ଏତିକି ଥିଲା। ଭିଡିଓଟି କେମିତି ଲାଗିଛି ନିହାତି ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ। ଆଉ ଏଇଭଳି ଭିଡିଓ ପାଇବା ପାଇଁ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ।